ଆମର ଓଡ଼ିଶା ସରକାର ଏବଂ ଆମର ଓଡ଼ିଶା ଜନବାସୀ ମାନଙ୍କୁ ସମସ୍ତଙ୍କୁ ଆମ ଜେଇ ପରୀକ୍ଷାର୍ଥୀ ଗଣମାନଙ୍କର ନମସ୍କାର। ଆଜି ହେଉଛି ଆମର ସଟରଡେ 10 ତାରିଖ। ଦେଖନ୍ତୁ ସଟରଡେ 10 ତାରିଖ ଏଇଟା ଆମର ଆପଣ ଦେଖିପାରୁଥିବେ। ଭୁବନେଶ୍ୱରରେ ଆମେ ଓଏସ୍ଏସି ଅଫିସ୍ ସାମ୍ନାରେ ଆମେ ଧାରଣା ଦେଇଛୁ। ଆପଣ ଦେଖିପାରୁଥିବେ ଭୁବନେଶ୍ୱରରେ ଏବେ ଯେଉଁ ଟେମ୍ପରେଚର ଚାଲିଛି ତାହା 13 ଡିଗ୍ରୀ। ରାତି 12:33 ହେଇଗଲାଣି। ଆମକୁ ମଧ୍ୟ ଠିକ୍ସେ ନିଦ ବି ହେଉନି। ଯେମିତି ଆମର ନିଦ ଭୋକ ଯେମିତି ଇଏ ଓଏସ୍ଏସି ଆମଠୁ ଛଡ଼େଇ ନେଇଛି। କାହିଁକି ଛଡ଼େଇ ନେଇଛି? କାହିଁକି ଆମେ ରାଜରାସ୍ତାରେ କାହିଁକି ଆମେ ଧାରଣା ଦେଇଛୁ? ଦେଖନ୍ତୁ ରାଜରାସ୍ତାରେ କେମିତି ଆମର ପିଲାମାନେ ତମ୍ବୁ ଟାଣିକି ଏଠି ଧାରଣା ପ୍ରଦର୍ଶନ କରୁଛନ୍ତି। ଆସନ୍ତୁ ଆମର ଜେଇ ପରୀକ୍ଷାର୍ଥୀ ଭାଇ ଜଣେ ଏଇଠି ଅଛନ୍ତି, ତାଙ୍କ ମୁଖରୁ ଶୁଣିବା ଯେ ଆମର ଭୋକ ନିଦ କିଏ ଛଡ଼େଇ ନେଇଛି, ଆମ ଜୀବନରେ ଆଜି ଅନ୍ଧକାର କାହିଁକି ହେଇଯାଇଛି, ଆଜି ଆମେ ରାଜରାସ୍ତା କଡ଼ରେ କାହିଁକି ଆସୁଛୁ। ଆସନ୍ତୁ ଟିକେ ଶୁଣିବା। ଭାଇ କ'ଣ ହେଇଛି ଆକ୍ଚୁଆଲି? ଆଜି ଏତେ ଦିନ ହେଲାଣି, ଆଜି ତିନି ଦିନ 3 ରାତି ଆପଣ ଜେଇ ପରୀକ୍ଷାର୍ଥୀମାନେ ସମସ୍ତେ ଏଠି ଧାରଣାରେ ବସିଛନ୍ତି। କ'ଣ ହେଇଛି ଆକ୍ଚୁଆଲି? ଆଜିକୁ 112 ଦିନ ପ୍ଲସ୍ ହେଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଆମର ମେନ୍ ଏକ୍ଜାମ୍ର ଆମେ ଫାଇନାଲ୍ ଆନ୍ସର୍ କି ପାଇବା ସୁଦ୍ଧା ଆମେ ଆମର ମେରିଟ୍ ଲିଷ୍ଟ, ଆମର ଡିଭି କଟ୍ ଅଫ୍ ଆମେ ଜାଣିପାରୁନାହୁଁ। ତ ଡିଭି କଟ୍ ଅଫ୍ ହେଉଛି ସମସ୍ତଙ୍କର ଆଶା ଅଛି, ସମସ୍ତେ ଚାକିରି ପାଇବା ପାଇଁ ଯେଉଁ ଆଶାରେ ସବୁ ଅଛନ୍ତି ଏଇଠି ଆସି ବସିଛନ୍ତି, ସମସ୍ତେ ଗୋଟେ ଗୋଟେ ମେରିଟ୍ ପିଲା। ଆଜିକାଲି ଆମର ହେଉଛନ୍ତି ଇଞ୍ଜିନିୟର ମାନେ ଦେଶର ଭବିଷ୍ୟତ। ଇଞ୍ଜିନିୟର ମାନେ ଏଇ ରାସ୍ତା କରିଛନ୍ତି, ଆଜି ଏଇ ସରକାର କିମ୍ବା ଓଏସ୍ଏସି ସବୁ ଆମକୁ ରାସ୍ତା କଡ଼ରେ ଠେଲି ଦେଇଛନ୍ତି। ଆମକୁ ଆସିବା ପାଇଁ ଏଥିପାଇଁ ବାଧ୍ୟ ହେଲୁ, 4 ମାସ ପାଖାପାଖି ହେଇଗଲାଣି ଆମେ ଅନିଶ୍ଚିତତା ଭିତରେ, ଆଙ୍ଜାଇଟି, ସବୁ ବହୁତ ପ୍ରକାର ଡିପ୍ରେସନରେ ପିଲା ଅଛନ୍ତି। ଆମେ ବାସ୍ ଗୋଟିଏ ଡିମାଣ୍ଡ, ଆମର କେମିତି ଡିଭି ଦେଇ ଦିଅନ୍ତୁ, ଯାହାଫଳରେ କି ପିଲାମାନେ ଯାହା ସ୍କୋର ଯାହାର ଭଲ ଥିବ ସେମାନେ କହିବେ ନାଇଁ ଆମେ ରହିଯିବୁ ପଢ଼ିବୁନି, ଆଉ ନେକ୍ସଟ ଆଉ ଯାହାର ସ୍କୋର କମିଯାଇଥିବ ସେ ନେକ୍ସଟ ପରୀକ୍ଷା ପାଇଁ 2025 ପାଇଁ ପଢ଼ିବ। ଅଲରେଡ଼ି 2025ର ନୋଟିଫିକେସନ୍ ପଳେଇ ଆସିଲାଣି। ଏଇ 3 ଦିନ ଆମ ପାଇଁ ବହୁତ ପେନଫୁଲ୍ ଅଛି। ଆମେ ରାସ୍ତା କଡ଼ରେ ବି ଶୋଇଛୁ ବହୁତ। ଭାଇ କହିବା ହିସାବରେ ଆଜି 12 ଡିଗ୍ରୀ 13 ଡିଗ୍ରୀରେ ବି ଆମେ ଶୀତ କାକରରେ ଏଠି ପଡ଼ିକି ରହୁଛୁ। ଆଜି ବି ଆମର ଡେ ବହୁତ ପେନଫୁଲ୍ ଥିଲା, କିନ୍ତୁ କିଛି ବି ଫ୍ରୁଟଫୁଲ୍ ଆସିନି ଆମ ପାଖକୁ ରିଜଲ୍ଟ। ଆମେ ଏତିକି ଅନୁରୋଧ କରୁଛୁ, ଆମକୁ ସମସ୍ତେ ସପୋର୍ଟ କରନ୍ତୁ, ଆଉ ଆମର ଭାଇ ଭଉଣୀମାନେ ଯେଉଁଠି ବି ଅଛନ୍ତି ଦୟାକରି ସମସ୍ତେ ଆମ ପାଖକୁ ଆସନ୍ତୁ। ଆଉ ଗୋଟିଏ କଥା, ଆମର ପ୍ରୋଟେଷ୍ଟ କାଲି ବି ରହିବ, ପହରଦିନ ବି ରହିବ। ଯେଉଁ ପର୍ଯ୍ୟନ୍ତ ଆମର ଡିଭି ଆମକୁ ନ ମିଳିଛି ଆମେ ସେଇ ପର୍ଯ୍ୟନ୍ତ ଆମ ପ୍ରୋଟେଷ୍ଟକୁ କଣ୍ଟିନ୍ୟୁ ରଖିବୁ। ଆମକୁ ଓଏସ୍ଏସିକୁ ବିନମ୍ର ଅନୁରୋଧ, ସରକାରକୁ ବିନମ୍ର ଅନୁରୋଧ, ଆମର ପ୍ରାପ୍ୟ ଯେଉଁଟା ଆମର ଡିଭି ଆମକୁ ଦେଇଦିଅନ୍ତୁ। ଆପଣ ଏବେ ଶୁଣିପାରିଲେ ଭାଇଙ୍କ ମୁଖରୁ ଏ ଜେଇ ପରୀକ୍ଷାର୍ଥୀମାନଙ୍କର ଏକ ଦୁଃଖଭରା କାହାଣୀ। ଯେମିତି ମାନେ ଚାଲିଛି, ଏମିତି ଅକାଳ ପରିସ୍ଥିତି ଚାଲିଛି, ଏମିତି ଓଏସ୍ଏସିର ଏମିତି ଅବ୍ୟବସ୍ଥା ଏମିତି ଚାଲିଛି। ସରକାରଙ୍କର ମଧ୍ୟ କୌଣସି ପ୍ରକାର ଜେଇ ପରୀକ୍ଷାର୍ଥୀମାନଙ୍କ ଉପରେ ଦୃଷ୍ଟିଗୋଚର ହେଉନାହିଁ। ଯେମିତି ଜେଇ ପରୀକ୍ଷାର୍ଥୀଙ୍କୁ ଆଉ କେହି ଆଉ ଯେମିତି ମାନେ ପୁରା ଇଗ୍ନୋର କରିଦେଇଛନ୍ତି। କିନ୍ତୁ ଆପଣମାନେ ସମସ୍ତେ ଜାଣିଥିବେ ଇଞ୍ଜିନିୟରିଂ ଗୋଟେ ଦେଶର ବଡ଼ ପିଲାର ଆକାରରେ ଛିଡ଼ା ହେଇଛି। ସମସ୍ତ ଆମର ଦେଶର ଭବିଷ୍ୟତ ହେଉ, ରାଜ୍ୟର ଭବିଷ୍ୟତ ହେଉ, ଯଦି ନିର୍ମାଣ ବିଭାଗରେ ଆମର ଯେଉଁମାନେ ଯେତେ ଡେଭଲପମେଣ୍ଟ କାମ କରିଛନ୍ତି ତାହା ମଧ୍ୟ ଆମେ ସମସ୍ତଙ୍କୁ ଜଣା। ଆଉ ସେଇ ଜୁନିୟର ଇଞ୍ଜିନିୟର ପରୀକ୍ଷାର୍ଥୀମାନେ ଆଜି ରାଜରାସ୍ତାରେ ବସିଛନ୍ତି। ଆଜି ଦୁଃଖଭରା କାହାଣୀ ଏକ ହୃଦୟ ବିଦାରକ, ଏବଂ ସେଥିପାଇଁ ସମସ୍ତଙ୍କୁ ଆମେ ଜେଇ ପରୀକ୍ଷାର୍ଥୀମାନଙ୍କ ତରଫରୁ ସମସ୍ତ ଓଡ଼ିଶା ସରକାର ଆଉ ଆମର ଓଡ଼ିଶା ଜନବାସୀମାନଙ୍କୁ ଆମେ ଅନୁରୋଧ କରୁଛୁ, ଏଇ ଆମର ଜେଇ ପରୀକ୍ଷାର୍ଥୀମାନଙ୍କୁ ଉଚିତ ନ୍ୟାୟ ମିଳିବା ଦରକାର। ଆଉ ସମସ୍ତ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଯିଏ ବି ଅଛନ୍ତି, ଇଞ୍ଜିନିୟରିଂର ଜବ୍ ହୋଲ୍ଡର ଯେଉଁମାନେ ସବୁ ଅଛନ୍ତି, ବାହାରେ ଜବ୍ କରୁଛନ୍ତି, ପ୍ରାଇଭେଟରେ ଜବ୍ କରୁଛନ୍ତି, ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍ତି, ସେମାନେ ମଧ୍ୟ ପାଦେ ଆଗେଇ ଆସିବା ଦରକାର ମଧ୍ୟ। କାରଣ ଏଇ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଦିନେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ, ଆଜି ଇଞ୍ଜିନିୟରିଂ ଏକ୍ଜାମ୍ ଦେଇଛନ୍ତି, କିନ୍ତୁ ଗୋଟେ ସାମାନ୍ୟ ଇଞ୍ଜିନିୟର ପଦବୀକୁ ହାସଲ କରିବା ପାଇଁ, ଗୋଟେ ବଡ଼ ପଦବୀ, ଇଞ୍ଜିନିୟର ପଦବୀ ସବୁଠାରୁ ଗୋଟେ ବଡ଼ ପଦବୀ, ସେ ପଦବୀକୁ ହାସଲ କରିବା ପିଲାମାନେ ଦିନ ରାତି ପରିଶ୍ରମ କଲେ, ପାଠ ପଢ଼ିଲେ, କିନ୍ତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି ନା ନାହିଁ ତାହା ଓଏସ୍ଏସି ମଧ୍ୟ ଜଣାଉନାହିଁ। ଦୀର୍ଘ 3.5 ମାସ ବିତିଗଲାଣି, ମେନ୍ ଏକ୍ଜାମ୍ ସରିଗଲାଣି, କିନ୍ତୁ କୌଣସି ପ୍ରକାର ନା କ୍ଲାରିଫିକେସନ୍ ପିଲାମାନଙ୍କୁ ମିଳିପାରିଛି, ନା କୌଣସି ପ୍ରକାର ଡିଭି ରେଜଲ୍ଟ, ଡକୁମେଣ୍ଟ ଭେରିଫିକେସନ୍ ରେଜଲ୍ଟ ଆଜି ପିଲାମାନଙ୍କୁ ମିଳିପାରିଛି। ଏସବୁର ଅନ୍ତ ହେବା ଦରକାର। ପିଲାମାନଙ୍କ ଜୀବନର ଏ ଅନ୍ଧକାର ଯେତେ ଶୀଘ୍ର ସମାପ୍ତ ହେବ, ସେତେ ଶୀଘ୍ର ଏ ପିଲାମାନେ ଏ ରାଜରାସ୍ତାରୁ ଯିବେ। ଆଉ ଏ ରାଜରାସ୍ତାର ଦୁଃଖ ଭରା
ଦୃଶ୍ୟ ଆପଣ ଦେଖିପାରୁଥିବେ କେମିତି ତମ୍ବୁ ତଳେ ଘର ପରିବାର ଘର ସଦସ୍ୟମାନଙ୍କୁ ଛାଡ଼ିକି ଏଠିକି ଆସିଛନ୍ତି। ଏଠି ଆମର ମ୍ୟାରେଡ୍ ଓମେନ୍ ମଧ୍ୟ ଏଠି ପ୍ରେଜେଣ୍ଟ ଅଛନ୍ତି, ଯେଉଁମାନେ ନିଜ ଛୋଟ ପିଲା ଯେଉଁମାନେ ନିଜ ପରିବାରକୁ ନିଜ ସମସ୍ତ ଭଲ ପାଇବା ମେମ୍ବରମାନଙ୍କୁ ଛାଡ଼ିକି ଆଜି ଆସିକି ଏଠି ରାଜରାସ୍ତାରେ ପଡ଼ି ରହିଛନ୍ତି। ବହୁତ ଦୁଃଖ ଭରା କାହାଣୀ ଦେଖନ୍ତୁ। ବହୁତ ପିଲାମାନେ ଆମର ବହୁତ ପୁଅ ସାଥୀମାନେ ଆମର ଏଠି ସମସ୍ତେ ଶୋଇଛନ୍ତି। କେତେ ଦୁଃଖ ଭରା କାହାଣୀ ଇଏ। ଯେଉଁ ରାଜରାସ୍ତାକୁ ସେ ନିଜେ ନିର୍ମାଣ କରୁଛନ୍ତି ସେ ରାଜରାସ୍ତା ଆଗରେ ସିଏ ଆଜି ଧାରଣା ପ୍ରଦର୍ଶନ କରୁଛନ୍ତି। ଏଇ OFC ସାମ୍ନା, ଏଇ OFC ଗେଟ୍। ଆପଣଙ୍କୁ ବିନୀତ ଅନୁରୋଧ ଏଠି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆପଣମାନେ ସମସ୍ତେ ଆଗେଇ ଆସନ୍ତୁ। ଧନ୍ୟବାଦ।